ଯେମିତି ଯୋଗ ପଦ୍ଧତି ନେଲୁ ଆଜ୍ଞା ସେଥିରେ ଆମର ସଫଳ ହେଇଛୁ ଆମେ। ଆଜ୍ଞା ଥରେ ଆପଣଙ୍କର ମୂଳାଧାର ଯଦି ଜାଗ୍ରତ ଯୋଉ ଉପାୟରେ ହଉ ହେଇଗଲା, ଆଜ୍ଞା ଆପଣ ଯୋଉ ଦିଗରେ ଯାଆନ୍ତୁ କିଛି କଥା ନାହିଁ ତ। ଆଜ୍ଞା ସବୁ ଦିଗ ଆଜ୍ଞା ଗୋଟିଏ। ଆଜ୍ଞା କ୍ରିୟା ଯୋଗ ଯାହା, କୋଶ ପରମ୍ପରା ତାହା, ଅଭିରାମଙ୍କର ତାହା, ଆପଣଙ୍କର ରାମକୃଷ୍ଣଙ୍କର ତାହା, ତୋତାପୁରୀଙ୍କର ତାହା, ସବୁ ଗୋଟିଏ ବିଦ୍ୟା। ଇଏ ସବୁ ବିଭିନ୍ନ ସୂତ୍ର ପ୍ରୟୋଗ କରିଛନ୍ତି, ନାନା ପ୍ରକାର ସୂତ୍ର ପ୍ରୟୋଗ ହେଇଛି। କିନ୍ତୁ ଲହାଡି ମହାଶୟ ଯୋଉ କ୍ରିୟା ଯୋଗର ପଦ୍ଧତି ଦେଇଛନ୍ତି ଆଜ୍ଞା ସେଥିରେ ବହୁ ଅପଭ୍ରଂଶ ସୃଷ୍ଟି ହେଇଛି, ବହୁ ବିଭାଗୀକରଣ ହେଇଯାଇଛି। ପରେ ଆଜ୍ଞା ଆମର ଜଣେ ଅଛନ୍ତି, ମନେ ପଡୁନି ଏଠି, ପ୍ରୟାଗରେ ଜଣେ ଅଛନ୍ତି ସତ୍ୟମ, ଆଜ୍ଞା ଗୁରୁ ସତ୍ୟମ, ସେ ଆଜ୍ଞା କ୍ରିୟା ଯୋଗକୁ ବୋଧେ 40 ଭାଗ କରିସାରିଲେଣି। ହଁ ସେ କରିଦେଲେଣି, ଆମେ ତାଙ୍କୁ ଫଲୋ କରୁଛୁ, ଦେଖୁଛୁ। ଆଜ୍ଞା 40 ଭାଗ କରିଦେଲେଣି। ଆଜ୍ଞା କିନ୍ତୁ ଲାହିଡି ମହାଶୟଙ୍କର ଯୋଉ କ୍ରିୟା ଯୋଗ ପଦ୍ଧତି ଷଷ୍ଠ କ୍ରିୟା ପର୍ଯ୍ୟନ୍ତ ଏବଂ ପ୍ରଥମ କ୍ରିୟା ଯୋଉ 10 ବିଧି, ଆଜ୍ଞା ସେ 10 ବିଧିକୁ ଆମର ଓଡିଶାରେ କିଛି ଗୁରୁ ମାନେ ଏପଟ ସେପଟ କରି, ଆପଣଙ୍କ ଶରୀର ହଉଛି ଆପଣଙ୍କର ଯୋଗମାୟା ଜଗଜ୍ଜନନୀ, ଆଜ୍ଞା ରକ୍ତ ରୂପରେ ସେ ପ୍ରବାହିତ ହଉଛି ଆଜ୍ଞା ଏବଂ ପରମାତ୍ମା ନିଜେ ସ୍ୱୟଂ ଶିବ ହଉଛନ୍ତି ଆପଣ ଆତ୍ମା, ପରମାତ୍ମା ଆଜ୍ଞା ହଉଛନ୍ତି ସ୍ୱୟଂ ଶିବ। ଶିବ ଆଜ୍ଞା ଶକ୍ତି ଏ ଦୁଇ ଜଣ ଯାକ ଆପଣଙ୍କ ସହିତ ଏକାଠି ଅଛନ୍ତି। ଆପଣ ଆଜ୍ଞା ତାକୁ ତ୍ରିକୁଟରେ ଦର୍ଶନ କରିପାରିବେ। ଆପଣ ଜଗନ୍ନାଥଙ୍କୁ ଗୁରୁ କରନ୍ତୁ, ଲାହିଡିଙ୍କୁ ଗୁରୁ କରନ୍ତୁ, ବାବାଜୀ ମହାରାଜଙ୍କୁ ଗୁରୁ କରନ୍ତୁ, ଅଚ୍ୟୁତ ମହାପୁରୁଷଙ୍କୁ ଗୁରୁ କରନ୍ତୁ, ନିଜ ପିତାମାତାଙ୍କୁ ଗୁରୁ କରନ୍ତୁ, ଜାୟସ ନାହିଁ। ବିଶ୍ୱାସ ଦୃଢ ରହିବା ଦରକାର। ଆଜ୍ଞା ଆଜ୍ଞା ଠିକ କଥା କହିଲି। ବିଶ୍ୱାସ ଦୃଢ ରଖନ୍ତୁ। ଆପଣ ଜୀଭକୁ ଖେଚେରୀ ମୁଦ୍ରା ଠିକ ଭାବରେ କରନ୍ତୁ, ଆଜ୍ଞା ଚକ୍ରରେ ଦୃଷ୍ଟି ରଖନ୍ତୁ, ପ୍ରାଣରେ ମନ ରଖନ୍ତୁ, ତିନିଟା ଜିନିଷକୁ ଅନୁଭବ କରନ୍ତୁ, ଡିଭାଇନ ଭାଇବ୍ରେସନ, ଡିଭାଇନ ଲାଇଟ, ଡିଭାଇନ ସାଉଣ୍ଡ। ଡିଭାଇନ ଆଜ୍ଞା ସାଉଣ୍ଡ ଆପଣ ଶୁଣନ୍ତୁ, ଦିବ୍ୟ ଧ୍ୱନି, ଅନାହତକୁ ଆପଣ ଶ୍ରବଣ କରନ୍ତୁ, ଦିବ୍ୟ ଜ୍ୟୋତି ଆପଣ ଆଜ୍ଞାରେ ଦର୍ଶନ କରନ୍ତୁ, ଦିବ୍ୟ କମ୍ପନ ସବୁ ଚକ୍ରରେ ଅନୁଭବ କରିବାକୁ ଚେଷ୍ଟା କରନ୍ତୁ। ସହଜ ନୁହେଁ, କଷ୍ଟ ହବ ଟିକେ। ଯୋଉମାନଙ୍କର ମୂଳାଧାର ଚକ୍ର ଭାଇବ୍ରେସନ ହେଲା, ମୂଳାଧାର ଚକ୍ର ଉଠିବ, ସେମାନେ 3-4ଟା ଜାଗାରେ ବା 5ଟା ଜାଗାରେ 5ଟା ଚକ୍ରରେ ସେମାନେ ଭାଇବ୍ରେସନ ଟାକୁ ଜାଣିପାରିବେ। ଆଜ୍ଞା ଆଉ ସହସ୍ରରେ ଜାଣିବା ସହଜ ହବ ନାହିଁ ଯଦି ଆଜ୍ଞା ସୁଷୁମ୍ନା କେନ୍ଦ୍ର ଓପନ ହେଇକି ଆଗକୁ ନ ବଢେ। ଆଜ୍ଞା ବହି ପଢିଲେ, ଶାସ୍ତ୍ର ପଢିକିରି ଗୁଡେ କଥା ମନେ ରଖିକି ଆଜ୍ଞା ପ୍ରବଚନ ଦେଲେ କିଛି ହବନି। ପାଲା ଗାୟକ ବହୁତ କଥା ଜାଣନ୍ତି କିନ୍ତୁ ସେ ସଦ୍ଗୁରୁ ହେଇପାରନ୍ତି ନାହିଁ। ଆଜ୍ଞା ତେଣୁ ସଦ୍ଗୁରୁ ଈଶ୍ୱରଙ୍କ କୃପାରୁ ସୃଷ୍ଟି ହୁଅନ୍ତି। ସଦ୍ଗୁରୁ ସିଏ ହୁଅନ୍ତି ଯେ ସବୁରି ଭିତରେ ନିଜକୁ ଦେଖନ୍ତି। ଆଜ୍ଞା ଯୋଉମାନେ ଛୋଟ ବଡ ଦେଖନ୍ତି, ଅଳ୍ପ ବହୁତ ଦେଖନ୍ତି, ଧନୀ ଗରିବ ଦେଖନ୍ତି, ଜାତି ପ୍ରୀତି ଦେଖନ୍ତି, ଛି ଛାକରା କରନ୍ତି, ସେମାନଙ୍କ ପାଖରେ ସଦ୍ଗୁରୁ ତତ୍ତ୍ୱ ନଥାଏ। ଗୋବରକୁ ଛି, କୁକୁର ଗୁହକୁ ଛି, ଏମିତି ହେଇପାରିବନି। ଗାଈକୁ ଛି, ସେ ମଇଁଷିକୁ ଛି, ଗୋରା ମଣିଷକୁ କୋଳେଇ ନବ, କଳା ମଣିଷକୁ ଘୃଣା କରିବ, ଏଥିରେ ହେଇପାରିବନି। ଆପଣ ସବୁ ଭିତରେ ବ୍ରହ୍ମ ଦର୍ଶନ କରୁଥିବେ, ସବୁରି ଭିତରେ ଆଜ୍ଞା ଜଗନ୍ନାଥ ଆପଣଙ୍କର ଅନୁଭବ ହଉଥିବେ। ଆପଣ ଗୋବର ଗଦା ପଡିଛି, ଆପଣ ଜାଣିନାହାନ୍ତି, ଶୋଇଗଲେଣି ବାସ୍। ଆଜ୍ଞା ଆପଣଙ୍କ ଭିତରେ ବିକାର ସୃଷ୍ଟି ହବନି, ଘୃଣା ସୃଷ୍ଟି ହବନି, ପ୍ରେମ ବି ସୃଷ୍ଟି ହବନି। ନା ପ୍ରେମ ଅଛି ନା ଘୃଣା ଅଛି। ଦୁଃଖେଶୁ ଅନୁଦ୍ବିଗ୍ନ ମନା, ସୁଖେଶୁ ବିଗତ ସ୍ପୃହ, ବିତରାଗ ଭୟ କ୍ରୋଧ ସ୍ଥିତ ଧିମ ନିରୁଚ୍ୟତେ। ଦୁଃଖ ସୁଖରୁ ଉର୍ଦ୍ଧ୍ୱକୁ ଯିବେ, ନିନ୍ଦା ପ୍ରଶଂସାରୁ ଉର୍ଦ୍ଧ୍ୱକୁ ଯିବେ, ଲାଭ କ୍ଷତିରୁ ଉର୍ଦ୍ଧ୍ୱକୁ ଯିବେ, ଇନ୍ଦ୍ରିୟ ଜଗତରୁ ଉର୍ଦ୍ଧ୍ୱକୁ ଯିବେ, ଶରୀରରୁ ଉର୍ଦ୍ଧ୍ୱକୁ ଯିବେ। ଆପଣ ନିଜେ ଆତ୍ମାକୁ ବୁଝିବେ, ଆତ୍ମବୋଧରେ ବାସ କରିବେ, ତାହେଲେ ଆପଣଙ୍କୁ ଗୁରୁତତ୍ତ୍ୱ ପ୍ରାପ୍ତ ହବ। ଗୁରୁ ସିଏ ହେବେ ଯିଏ ନିଜକୁ ଶିଷ୍ୟ ପାଇଁ ବଳି ଦେବେ। ଯେମିତି ଶୁକ୍ରାଚାର୍ଯ୍ୟ ଆଜ୍ଞା ବଳି ପାଇଁ ନିଜକୁ ବଳି ପକେଇଦେଲେ। ଶଙ୍ଖ ଭିତରେ ସେ ମାନିଲେନି ବୋଲି ପଶିକି ରହିଗଲେ। ପ୍ରଭୁ ବିଷ୍ଣୁ ବାମନ ଅବତାର କଣ କଲେ, କୁଶ ଗେଞ୍ଜିକିରି ତାଙ୍କ ଆଖି ଦିଟିକି ଫୁଟେଇ ଦେଲେ। ଅର୍ଥ ଗୋଟିଏ ଆଖି ଫୁଟିଗଲା, ଅର୍ଥ ଶିଷ୍ୟ ପାଇଁ ବଳିଦାନ। ଆଜ୍ଞା ଗୁରୁ ତାକୁ କହିବେ ଯେ ଶିଷ୍ୟ ପାଇଁ ବଳିଦାନ ହେଇଯିବେ। ଗୁରୁ ତାକୁ କୁହାଯିବନି, ଶିଷ୍ୟ ନ କରିକି ତା ବୁଢା ଆଙ୍ଗୁଠି ମାଗି ନେବେ, ସେ ଗୁରୁ ହେଇପାରିବେନି। ତମେ ତାକୁ ଶିଷ୍ୟ କରିନ, ତାକୁ ତଡ଼ି ଦେଇଥିଲ, ସିଏ ଲାଖ ବିନ୍ଧିକିରି ସିଏ ଗୋଟେ କୁକୁର ଭୁକିଲା, ସିଏ ତାର ଶବ୍ଦ ଭେଦି ବାଣ ପ୍ରୟୋଗ କଲା, ତାର ଦୋଷ କଣ ଥିଲା? କାହିଁକି ତମେ ତାର ବୁଢା ଆଙ୍ଗୁଠି ମାଗି ନବ?
କାହିଁକି ମାଗି ନବ ତମେ? ତମେ କିଏ? ସେଇଥିପାଇଁ ତ ମରିଗଲ ତମେ। କାହା ହାତରେ ପୁଣି ମଲ? ଶିଷ୍ୟ ହାତରେ ମଲ। ତମେ ଗୋଟେ ଶିଷ୍ୟର ବିନା କାରଣରେ ବୃଦ୍ଧାଙ୍ଗୁଳି ମାଗି ନବା କାରଣରୁ ଅର୍ଜୁନଙ୍କ ହାତରେ ତମେ ବଦ୍ଧ ହେଇଗଲ। 5ଟା କଥା। ଗୋଟେ କଥା ହଉଛି ଗୁରୁକୁ ସେତେବେଳେ ଶିଷ୍ୟ ବଦ୍ଧ କରେ, ତାକୁ ଆତତାଇ ସେତେବେଳେ ଶ୍ରୀକୃଷ୍ଣ ବୁଝେଇଲେ ଅର୍ଜୁନକୁ, ଆରେ ସେ ଗୁରୁ ନୁହଁ ନା, କେମିତି ପ୍ରଭୁ ମୁଁ ଗୁରୁକୁ ହତ୍ୟା କରିବି, ମତେ ମହାପାପ ହବ। ନା ହଁ ମୁଁ ବୁଝୁଛି, ଗୁରୁକୁ ବଦ୍ଧ କଲେ ମହାପାପ ହବ, ଏହା ସତ୍ୟ। କିନ୍ତୁ ଯଦି ଗୁରୁ ଆତତାଇ ହବ, ନା କେମିତି ସେ ଆତତାଇ? ନା ପ୍ରଥମ କଥା ଦେଖେ, ପରାର୍ଣ୍ଣ ଭୋଗୀ, ତୋ ଗୁରୁ ପରାର୍ଣ୍ଣ ଭୋଗୀ ଦ୍ରୋଣ 1। 2 ପାପାର୍ଣ୍ଣ ଭୋଗୀ, ଦୁର୍ଯ୍ୟୋଧନର ଅନ୍ନ ପାପ ଅନ୍ନ, ତାକୁ ଭୋଗ କଲେ। 3 ପକ୍ଷପାତିତା, ଅଧର୍ମର ସପକ୍ଷବାଦୀ, ଅନ୍ୟାୟର ସପକ୍ଷବାଦୀ, ପରଧନ ହରଣ, ପରନାରୀ ହରଣ ବେଳେ ବିବର୍ଷଣ କଲା ବେଳେ ଦ୍ରୌପଦୀକୁ ସେ ନୀରବ ଥିଲେ। ଏ ସବୁ ପାପ ଗୁଡିକ ତାଙ୍କ ଉପରେ ଲାଗିଛି, ତେଣୁ ସିଏ ହେଲେ ଆତତାଇ। ମାର ତାକୁ, ଚଲେ ଉଡେଇ ଦେ। କଣ ହେଲା? ତୁମେ ବିନା କାରଣରେ ଶିଷ୍ୟର ବୃଦ୍ଧାଙ୍ଗୁଳି ମାଗିନେଲ, ଶିଷ୍ୟ ହାତରେ ବଦ୍ଧ ହେଇଗଲ ଗଲ, ଏବଂ ତୁମକୁ ମିଳିଥିଲା କୃପା, ପ୍ରଭୁ ବ୍ରହ୍ମାଙ୍କ ଠାରୁ ତୁମେ ବରଦାନ ପାଇଛ, ତୁମକୁ ଅତି ସହଜରେ କେହି ବଦ୍ଧ କରିପାରିବେ ନାହିଁ। ତମର ସପ୍ତଚକ୍ର ଯଦି ଭେଦ ହେଲା ତାହେଲେ ତମେ ମରିବ। ତାହେଲେ ସପ୍ତଚକ୍ର ଭେଦ କିଏ କରିପାରିଲା? ଅର୍ଜୁନ। ତାମାନେ ବୁଝନ୍ତୁ ଏ ତତ୍ଵଟା କୋଉଠି ଅଛି? ଏ ତତ୍ଵଟା ଅଛି ଯେ ଆପଣଙ୍କ ଭିତରେ ଯୋଉ ଦ୍ରୋଣ ରୂପକ ଅଭ୍ୟାସ ଅହଙ୍କାର ବଞ୍ଚିଛି, ତାକୁ ଆପଣ ଭେଦ କରି, ଆଜ୍ଞା ଚକ୍ରକୁ ଭେଦ କରି ସହସ୍ରାରେ ଯଦି ଯାଇକି ପହଞ୍ଚିବେ, ତାହେଲେ ଆପଣ ଗୁରୁକୁ ବଦ୍ଧ କରିକି ନିଜେ ମୁକ୍ତି ହେଇଗଲେ। ଏସବୁ ଗଭୀର ତତ୍ଵର କଥା। ଏ ଗୁରୁ କୃପା, ଶ୍ରଦ୍ଧାନନ୍ଦଙ୍କର ମୋ ଉପରେ ପ୍ରବଳ କୃପା ଥିଲା। ତାଙ୍କ କୃପାରୁ କିଛି କଥା ପ୍ରାପ୍ତ ହେଲା, ଜ୍ଞାନ। କିନ୍ତୁ ସେ ଖସିଲେ, ଗୋଡ ଖସେଇଲେ। ସେ ଆମେ ଅନୁଭବ କଲୁ ଗୋଡ ଖସେଇଲେ, ତେଣୁ ଆମେ ଖସିଲୁ, ସେଠି ହେଇପାରିଲାନି। ଆଉ ବାବାଜୀଙ୍କର ପ୍ରଚଣ୍ଡ କୃପା ଥିବାରୁ ବାବାଜୀ ଆମ ସାଙ୍ଗରେ କଥାବାର୍ତ୍ତା ହେଇଛନ୍ତି, ସେ କଥା ଆମ ଗୁରୁଦେବ ଜାଣିଛନ୍ତି। ବାବାଜୀ ଆମ ସହିତ କଥା ହେବା ଗୁରୁଦେବ ଆମର ଜାଣିଛନ୍ତି, ଶ୍ରଦ୍ଧାନନ୍ଦ। ଏବଂ ତାଙ୍କ କୃପା ଥିବାରୁ ଆମକୁ ରକ୍ଷା ମିଳିଲା, ଏବଂ ଆମେ କିଛି କଥା କାଣିଚାଏ ଗୋଟିଏ ସୁତାଏ ଜିନିଷ ପ୍ରାପ୍ତ ହେଲା। ଏବଂ ସେ ପ୍ରାପ୍ତରୁ ଖୁବ ଆନନ୍ଦମୟ ଜୀବନ ହଉଛି ଆପଣଙ୍କର ଶ୍ରେଷ୍ଠ ସମ୍ପତ୍ତି। ଆପଣ ନିଜକୁ ନିଜେ ଭେଟିବା ହଉଛି ଆପଣଙ୍କର ପ୍ରପର ଦର୍ଶନ। ନିଜ ସହିତ ନିଜର ସାକ୍ଷାତକାର ଏବଂ ନିଜର ସନ୍ତୁଷ୍ଟି, ନିଜର ଆନନ୍ଦମୟ ଚେତନା ହଉଛି ଆପଣଙ୍କର ସମ୍ପତ୍ତି। ଆଉ ସବୁ ମିଛ, ସବୁ ପଳେଇବ। ଆପଣ କେବଳ ସେ ଆନନ୍ଦ ପାଇଁ ଏତେ ସଂଗ୍ରାମ, ଏବଂ ଆମେ ଯୋଉଠୁ ଆସିଛୁ ସେଇଠିକି ଫେରି ଯିବା ପାଇଁ, ସେ ରାସ୍ତା ଟିକେ ପାଇବା ପାଇଁ ଆମର ଗୁରୁ ଖୋଜା ପଡନ୍ତି। ଯେ ମୁଁ କୋଉଠୁ ଆସିଥିଲି, ମାନେ ଯେମିତି ମୁଁ ଆପଣଙ୍କ ଗାଁ ଆଡେ ଯିବି, ଆପଣଙ୍କ ଗାଁ ଭିତରେ ମୁଁ ବାଟ ଜାଣିନି ଆପଣଙ୍କ ଘରକୁ ଯିବାକୁ, ମୁଁ କାହାକୁ ପଚାରିବି ଯେ ଆଜ୍ଞା ମୁଁ ଟିକେ ପ୍ରବୀର ବାବୁଙ୍କ ଘରକୁ ଯିବି, ମୁଁ ଆପଣଙ୍କ ଘରେ ପହଞ୍ଚି ଗଲି, ଫେରିଲା ବେଳକୁ ପୁଣି ବାଟ ଭୁଲିଯିବି। ମୁଁ ପୁଣି ପଚାରିବି ଯେ ଆଜ୍ଞା ମେନ୍ ରୋଡ କୁ ଯିବା ପାଇଁ ମତେ ଟିକେ ରାସ୍ତା କହନ୍ତୁ, ଅର୍ଥ ମୁଁ ଯୋଉଠୁ ଆସିଛି ସେଇଠିକି ଯିବା ପାଇଁ ମତେ ଟିକେ ରାସ୍ତା ବତେଇ ଦିଅନ୍ତୁ। ତେଣୁ ମତେ ଭୁଲି ଯାଇଛି ଯୋଉ କଥାଟି, ସେ କଥାଟି ମତେ ମନ ପକେଇ ଯିଏ ଦିଏ ସେ ହଉଛି ଗୁରୁ। ଆଉ ସେ ଗୁରୁ ଯଦି ମୋ ତଣ୍ଟିକି ଧରି ପକେଇବ, ମୁଁ ତତେ ମନ ପକେଇଛି ତୁ ତଣ୍ଟି କଣା କରି ରକ୍ତ ପିଇବି, ମାନେ କଣ? ମାନେ କଣ? ତମେ ମତେ ରାସ୍ତା ଦେଖେଇଲ ବୋଲି ମୋ ତଣ୍ଟି କଣା କରି ରକ୍ତ ପିଇବ? ସେ କଥା ହେଇପାରିବନି, ସେ କଥା କରନ୍ତିନି ଗୁରୁମାନେ, କରନ୍ତିନି। ଗୁରୁମାନେ ନିଜକୁ ବଳିଦାନ କରିଦିଅନ୍ତି ପଛେ କାହାକୁ ବଳି ପକେଇ ଦିଅନ୍ତିନି, ତେଣୁ ସେ ଗୁରୁ। ହଉ, ଯାହା ହଉ ଆପଣ ଟିକେ ଫୋନ କଲେ, ଭଲ ଲାଗିଲା। ଆପଣଙ୍କ ପାଖକୁ ପଠେଇଥିଲି ସେ ଜିନିଷଟା, ଜାଣିକି ପଠେଇଥିଲି। ଆପଣ ଟିକେ ଦେଖନ୍ତୁ ବୋଲି, ଜଣେ ବିଦ୍ୱାନ ମାନେ ଦେଖନ୍ତୁ, କମେଣ୍ଟ ଆସୁ, କିଛି କଥା ନାହିଁ। ଆମେ ସବୁ ପାଇଁ ପ୍ରସ୍ତୁତ ଅଛୁ। ସତ୍ୟ କହିଲା ବେଳେ କୌଣସି ଅସୁବିଧା ନାହିଁ। ପ୍ରାର୍ଥନାରେ ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି, ମତେ ଏତିକି ଶିଖାଅ ସାଇଁ ହେ, ମୋର ଧନ ଜନ ଲୋଡା ନାହିଁ ହେ। ଏ କଥାଟା କେବଳ ପ୍ରାର୍ଥନାରେ ବୋଲିବା ପାଇଁ ହେଇନଥିଲା, ଏ କଥାଟା କାନରେ ଲଗେଇବା ପାଇଁ ହେଇଛି। ଚାଲୁ, ସତ୍ୟଟା କଣ ଚାଲୁ। ଆମର ତ ଏଥିରେ କିଛି ଗୋଟେ କାହାର କିଏ ନେଇଯାଇଛି, କାଟି ଦେଇଛି, ହାଣି ଦେଇଛି, କିଛି ବ୍ୟଭିଚାରିତା ଏମିତି ନାହିଁ ନା। ଗୋଟେ ସତ୍ୟ କଥାକୁ ନେଇକରି ଗୋଟେ ବିତଣ୍ଡା ହଉଛି। ଯାହା ସତ୍ୟ ତା ଦିନେ ଲୋକଲୋଚନକୁ ଆସିବ, ଯାହା ସତ୍ୟ ତା ତିଷ୍ଠି ରହିବ। ଯଦି ମୁଁ ସତ୍ୟ, ମୁଁ ରହିଲା ତିଷ୍ଠିକି, ଯଦି ତୁ ସତ୍ୟ ତୁ ରହିଲୁ ତିଷ୍ଠିକି,
ମୁଁ ତୁର ଖେଳ ଯୁଗ ଯୁଗ ପାଇଁ ୟେସ୍ ଅର୍ नो ୟେସ୍ ଅର୍ नो ଆପଣ ସୁଇଚ ଟାକୁ ଅନ୍ କଲେ ବଲ୍ବ ଜଳିବ ସୁଇଚ ଟାକୁ ଅଫ୍ କଲେ ବଲ୍ବ ଲିଭେଇବ ଅନ୍ଧାର ଅଫ୍ ରେ ଥାଏ ଅନ୍ ରେ ଆଲୋକ ଥାଏ ତେଣୁ ସତ୍ୟ ଆଉ ମାନେ ଛାଇ ଆଲୁଅର ଖେଳ ଏ ଜଗତ ତେଣୁ ଏଥିରେ କିଛି କହିବାର ନାହିଁ ଚାଲୁ ଖେଳ ଚାଲୁ विश्वास रहू प्रेम रहू समर्पण रहू सूक्ष्म तत्व को आपण ग्रहण करंतु आमे आम गुरु जो सूक्ष्म तत्व देइचंती से महाज्ञान को आमे श्रद्धार सहित सम्मानर सहित ग्रहण करिछु किंतु जहाँ असत्य ताकू फिंगी देइछु जहाँ सत्य ताकू ग्रहण करिया को आमे बाध्य जहाँ मिथ्या जहाँ छलना ताकू आमे फिंगी देवा को मध्य बाध्य आपण रघुनाथपुर रोचंदी ना 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 हमारे एपटे जगतसिंहपुर आपण किंतु दीक्षित होई नांती हम गुरुदेवंठ ना ना मैं प्रज्ञान जन देखा प्रज्ञानंद ठारू आज्ञा आज्ञा महान भाग्य आज्ञा महाभाग्य महाभाग्य आमर तो तांकठु प्राप्त हवा पई से सौभाग्य नथिला आ कोन करबा से जणे परमहंस भाव रे ओडिशार बाहरुचंती जोगेश्वरानंद भी ठीक अच्छी सी तो एत प्रचारित नहंती प्रज्ञानानंद टिके आगौचंती तांकर किछि क्रिया जो माने षष्ठ क्रिया पर्यंत गलेनी जोगाचार्य किछि अछंती तांक भितरे से माने टिके बाहरी चंती हम जहा जानिचु मिसिचु सेति में कहूची प्रज्ञानानंद को अस्वीकार करि हबो नाही प्रज्ञानानंद जने मात्र परमहंस भाव रे ओडिशार नुह समग्र भारत वर्ष रे जने अद्वितीय संत तांकर कृपा जहा ऊपर पड़िछि जे तांक ठारू डायरेक्ट दीक्षित हेइछंती से माने अहोभाग्य बोली भाबि नियंतु क्रिया जोग रे आ क्रिया जोग पद्धति ठारू आ बड़ पद्धति किछि नाही श्रेष्ठ पद्धति एवं सबुठारू श्रेष्ठ कथा होछि सूत्र अभ्यासगत भाव प्रयोग हबो एवं अपरा जगत रे वास करले हबो नाले हबनी जाते भल कथा लागला कथा दे से जो उत्सव कथाटा कहि दे तो मैं पचारे बेटा मन नंबर ता बाहर कर ओसंकर भारी बढ़िया तत्व अछि माने आनी थली पूरा विभूत रंजन कर बहिता ईश्वर कि नहीं आपण डायरेक्ट नेट रे मारंतु ओस मारिबे सुनिबे चमत्कार सुनिबे जानिबे तांकर मध्य देखि परिबे कुंडलिनी कौन से कुंडलिनी मैं कहली गोटे दिन आपण साक्षात होनांदी गोटे दिन रे जदी कुंडलिनी हली न जीव मते कहिबे गोटे दिन वंस घंटा तो दोहलिया हबो तको 1 आवर पूरा दोहली बसी आपण जानि परिबेनी देह रु अतीत होई जिवे आपण जाई कि स्वर्गवास करी करी वैकुंठ बुली करी साडू फेरिबे आमे से अनुभव करछु मुहरे कहूची नुहे लाहिड़ी महाशय मु आपन कहि दउची आ गोटे कथा भी आपन को खोली करी कहूची लाहिड़ी महाशय काहा को क्रिया जोग दीक्षा प्रदान करिवा पूर्वरु नाभि क्रिया प्रैक्टिस करौथले दीक्षा पूर्वरु नाभि क्रिया जने शिष्य 6 मास कला परे जाय कि ताकू दीक्षित करौथले प्रथम क्रिया दउथले हमर भी एठी प्रज्ञानानंद भी ताहा करू नाहंती बहु गुरु एठी करू नाहंती नाभि क्रिया ठो क्रिया नाही नाभि क्रिया माने कोन हां से गोटे भारी सेही क्रिया जोगर मूल तत्व से क्रिया जोगर मूल पिंड होची नाभि क्रिया आपण पचार नाहंती सेही मु जाउची बाली भाई आपण भी जानतु केते बेले बड़ बड़ संत माने सेठी अछंती तांको पचारंतु नाभि क्रिया कोन आज्ञा नाभि क्रिया बिना जन को दीक्षा दबा कथा नुहे लाहिड़ी महाशय तांकर शिष्यर क्वांटिटी बढ़िया पाई करू नथिले क्वालिटी शिष्य करिया पाई नाभि क्रिया दउथिले नाभि क्रिया माने मणिपुर रो गोटे अच्छी क्रिया नाभि क्रिया मणिपुर क्रिया सेटा को प्रॉपर्ली करबा को हबो सेटा कले प्रतिदिन 5-10 मिनिट लखा करिवे 6 मास अभ्यास परे आपण दि क्रिया जोग दीक्षित हेबे ताले आपण को आ किछ अडवा नै आपण चालले तो साप जमती पानी रे चाले काटिकी सूता परी जीव से जीवे आउ अटकबार प्रश्न नहीं नाभि क्रिया जो माने प्रैक्टिस करेंगे से कहीं अटकई पारे
ବିଜୁ ବିଦ୍ୟୁତ ବେଗରେ ସେମାନଙ୍କର ଆଧ୍ୟାତ୍ମିକ ବିକାଶ ଘଟିବ। ପଛକୁ ଫେରିବାର ପ୍ରଶ୍ନ ହିଁ ନାହିଁ। ସେଇଟା ମୁଁ ଅନୁଭବ କରିଛି। ଆମେ ବି ନାଭିକ୍ରିୟା ପ୍ରାକ୍ଟିସ କରୁଛୁ। ଆଜ୍ଞା ପ୍ରତିଦିନ ନାଭିକ୍ରିୟା ଟିକେ ଆପଣଙ୍କୁ କରିବାକୁ ହବ। ରୋଗ ବ୍ୟାଧି ରହିବ ନାହିଁ, ଗ୍ୟାରେଣ୍ଟେଡ। ଆପଣଙ୍କର 5ଟି ଯାକ ଆଙ୍ଗୁଠିଟା 5ଟି ଯାକ ତତ୍ୱରେ ପରିପୂର୍ଣ୍ଣ। 5ଟି ଚକ୍ର ଆପଣଙ୍କର 5ଟି ଆଙ୍ଗୁଠିରେ ଅଛି। ବାମ ହାତ, ଦକ୍ଷିଣ ହାତ, ବାମ ପାଦ, ଦକ୍ଷିଣ ପାଦ। ଏଇ ଯୋଉ 5 ଆଙ୍ଗୁଠି ଆପଣଙ୍କର 20 ଆଙ୍ଗୁଠି ଆପଣଙ୍କର। 20 ଆଙ୍ଗୁଠିକୁ ଆପଣ ତାମାନେ 4 ଥର ଦୋହରେଇ ଦେବେ। ଯଦି ଆପଣ ଜାଣିଛନ୍ତି କି ମାନେ ମୂଳାଧାର, ମଣିପୁର, ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଏ ଯୋଉ 5 ଚକ୍ର, ଏ 5 ଚକ୍ର 5ଟି ଆଙ୍ଗୁଠିରେ କିଏ କୋଉ ଚକ୍ର କୋଉ ଆଙ୍ଗୁଠିରେ ଅଛନ୍ତି ଜାଣିଛନ୍ତି କି ଏଇଟା? ନା ସେଇଟା ଯଦି ଜାଣିଯିବେ ଆପଣ ସେଇ ଆଙ୍ଗୁଠିକୁ ଧରିକିରି ପ୍ରତ୍ୟେକ ବୀଜ ମନ୍ତ୍ର, ପ୍ରତି ଚକ୍ରର ବୀଜ ମନ୍ତ୍ର ଜାଣିଛନ୍ତି ତ? ନା ପ୍ରତି ଚକ୍ର ତ ବୀଜ ମନ୍ତ୍ର ଆମେ ସେମିତି କୁହାହେଇନି। ହଁ, ସେଇ ସବୁ ଅଡୁଆ ବହୁତ ହଉଛି। ଆମକୁ 3ଟି ଆମକୁ କୁହାଯାଇଛି ଯେ ଇଡା, ପିଙ୍ଗଳା, ସୁଷୁମ୍ନା। ଆକ୍ଚୁଆଲି ସୁଷୁମ୍ନା ଭିତରେ ପୁଣି 3 ଅଛନ୍ତି। ସେ 3 ମାନଙ୍କ ଭିତରେ ରହିଲେ କିଏ ନା ବଜ୍ରା, ଚିତ୍ରା ଏବଂ ବ୍ରହ୍ମ। 7 ଚକ୍ର ମାନଙ୍କ ମଝିରେ ଗୋଟେ ଚକ୍ର ଅଛି ଗୁରୁପାଦୁକା। ଆପଣଙ୍କର ଆଜ୍ଞା ଚକ୍ର ଉପରେ ଗୋଟେ ଅଛି ଲଳନ ଚକ୍ର। ଆପଣ ପଚାରନ୍ତୁ, ମୁଁ ଯାହା କହୁଛି ଆପଣ ନୋଟ୍ ବି କରନ୍ତୁ। ଆପଣ ଯାଇକି କ୍ରିୟା ଯୋଗୀ ଯୋଉମାନେ ବିଶିଷ୍ଟ ସନ୍ଥ ହେଇଗଲେଣି, ଯୋଉମାନେ ସାଧକ, ବାଲିଘାଇରେ ବି ଅଛନ୍ତି ଯୋଉମାନେ, ମୁଁ ଜାଣିଛି କିଛି ଲୋକଙ୍କୁ, ଆପଣ ବି ଜାଣିଛନ୍ତି, ତାଙ୍କୁ ପଚାରନ୍ତୁ ଲଳନ ଚକ୍ର କଣ, ଲଳନ ଚକ୍ର କାହାକୁ କହନ୍ତି, ସେଥିରୁ 12ଟା କ୍ଷୀୟ କଣ ବାହାରିଛି, କାହିଁକି ଆମେ ସହସ୍ରାକୁ ଯାଇପାରୁନୁ, କାହିଁକି ଆମର ଆଜ୍ଞା ଚକ୍ର ଭାଇବ୍ରେସନ ହଉନି। ସେମାନେ କହିବେ। ଆଉ ଗୁରୁ ହେବେ ମାନେ କଣ ଦୀକ୍ଷା ଦେଇ ଘରେ ବସି ପଡିବେ? ଆଶ୍ଚର୍ଯ୍ୟ କଥା। ଆପଣ ଗୁରୁ ହବାକୁ କିଏ କହିଲେ ଆପଣଙ୍କୁ? ମୁଁ ଆପଣଙ୍କୁ କହିଲି ମୋର ଆପଣ ଗୁରୁ ହୁଅନ୍ତୁ, ମତେ ଦୀକ୍ଷା ଦିଅନ୍ତୁ। ଆପଣ ତା ପୂର୍ବରୁ ଭାବିବେ ମତେ ଦାୟିତ୍ୱ ନେବାକୁ ପଡିବ। ଆଉ କଣ ଆପଣ ଦୀକ୍ଷା ଦେଇଦେଲେ ମୁଁ ମୋ ବାଟରେ, ଆପଣ ଆପଣଙ୍କ ବାଟରେ? ଦୀକ୍ଷା କାହିଁକି ନେବି ମୁଁ, ଆପଣ ଦେବେ ବା କାହିଁକି? ଦୀକ୍ଷା ଦେବା ପରେ ସମ୍ପୂର୍ଣ୍ଣ ଦାୟିତ୍ୱ ଶିଷ୍ୟର ଗୁରୁ ଉପରେ ରହିଲା। ତାର ସମସ୍ତ କଥାର ଦାୟିତ୍ୱ ଗୁରୁଙ୍କ ଉପରେ ରହିଗଲା। ଗୁରୁ ତାର କୁଣ୍ଡଳିନୀ ଜାଗ୍ରତ କରାଇବା ଠାରୁ ଆଜ୍ଞାରେ ଜ୍ୟୋତି ଦର୍ଶନ କରିବା ପର୍ଯ୍ୟନ୍ତ ଲଳନ ଚକ୍ରକୁ ଅତିକ୍ରମ କରାଇବେ ଗୁରୁପାଦୁକା ଏବଂ ସହସ୍ରରେ ବସେଇବେ। ଏ ହେଲା ଗୁରୁଙ୍କର ଦାୟିତ୍ୱ। ସେଥିପାଇଁ ଅଧିକ ଶିଷ୍ୟ କଲେ ଦାୟିତ୍ୱ ନେଇ ହୁଏ ନାହିଁ ବୋଲି କମ ଶିଷ୍ୟ କରାଯାଏ। ସେ କମ ଶିଷ୍ୟ ମାନଙ୍କ ଭିତରେ ସେ କମ ଶିଷ୍ୟ ମାନଙ୍କୁ ଗୁରୁ କରିବାରେ ଅଛି ମୋର ଦାୟିତ୍ୱ। ଗୁରୁର ଦାୟିତ୍ୱ ଶିଷ୍ୟକୁ ଗୁରୁ ରୂପରେ ଠିଆ କରିବା। ଶିଷ୍ୟକୁ ଜୀବନ ଯାକ ପାଇଁ ଶିଷ୍ୟ କରିକି ରଖିବା ଗୁରୁର ଦାୟିତ୍ୱ ନୁହେଁ। ଏ ହଉଛି କଥା। ତେଣୁ ବୃଦ୍ଧା ଆଙ୍ଗୁଳି ଆପଣ ଦେଖନ୍ତୁ, ରିଙ୍ଗ ଫିଙ୍ଗର ଆପଣଙ୍କର ସେଇଟା ହଉଛି ମୂଳାଧାର ଚକ୍ର। ଲିଟିଲ ଫିଙ୍ଗର କାଣି ଆଙ୍ଗୁଠି ସ୍ୱାଧିଷ୍ଠାନ, ବୁଢା ଆଙ୍ଗୁଠି ମଣିପୁର, ବିଶି ଆଙ୍ଗୁଠି ଅନାହତ, ତାପର ବଡ ଆଙ୍ଗୁଠିଟା ଆକାଶ ତତ୍ତ୍ୱ। ଏ ସବୁ ଆଙ୍ଗୁଠି ଗୁଡିକୁ ଆପଣ ପ୍ରଥମେ ମୂଳାଧାରରୁ ଆରମ୍ଭ କରିବେ। ଆପଣ ଧରିବେ ରିଙ୍ଗ ଫିଙ୍ଗରର ଅଗ୍ରଭାଗକୁ ଚିପିକି ଧରିବେ। ତାର ବୀଜ ମନ୍ତ୍ର ହଉଛି ଲଙ୍ଗ। ଜିଭକୁ ଖେଚେରୀ ମୁଦ୍ରା କରି ଓଲଟେଇକି ରଖିବେ। ପ୍ରାଣ ପାଟି ପଟେ ଓଠକୁ ସରୁ କରି ଯେତେ ଜୋର ଟାଣିକି ନାଭି ପର୍ଯ୍ୟନ୍ତ ନେବେ। ତାପରେ ଖେଚେରୀ ମୁଦ୍ରା ଜିଭ ଖୋଲିବେ, ଖୋଲିକି ଉଚ୍ଚାରଣ କରିବେ ଲଙ୍ଗ। ପୁଣି ସ୍ୱାଧିଷ୍ଠାନ ଚକ୍ର କାଣି ଆଙ୍ଗୁଠିର ଅଗ୍ରଭାଗକୁ ଚିପିକି ଧରିବେ। ଜିଭ ଓଲଟେଇଲେ, ପୁଣି ପ୍ରାଣ ବାୟୁ ତୋଳିଲେ, ନାଭି ପର୍ଯ୍ୟନ୍ତ ଟାଣିକି ନେବେ। ପୁଣି ଖେଚେରୀ ମୁଦ୍ରା ଖୋଲିବେ। ତାର ବୀଜ ମନ୍ତ୍ର ହଉଛି ବଙ୍ଗ। ତାକୁ ଉଚ୍ଚାରଣ କରିବେ। ମଣିପୁର ରଙ୍ଗ, ଅନାହତ ୟଙ୍ଗ, ବିଶୁଦ୍ଧ ହଙ୍ଗ, ଆଜ୍ଞା ୱଙ୍ଗ, ସହସ୍ରାବୀ ୱଙ୍ଗ, ସେ ଯାଙ୍କେ ଯିବାକୁ ପଡିବନି। ଏଇ ପଞ୍ଚତତ୍ଵ, ପଞ୍ଚଚକ୍ର, ଇଏ ହଉଛନ୍ତି ପଞ୍ଚଭୂତ। ଏ ପଞ୍ଚତତ୍ଵକୁ
ଅଣାକାରରେ ଅଚ୍ୟୁତ ମହାପୁରୁଷ କହିଛନ୍ତି ତାରକ ଦଣ୍ଡକ କୁଣ୍ଡଳୀ ଅର୍ଦ୍ଧମାତ୍ରା ବିନ୍ଦୁ। ଏ ତାରକ ଦଣ୍ଡକ କୁଣ୍ଡଳୀ ଅର୍ଦ୍ଧମାତ୍ରା ବିନ୍ଦୁକୁ ଆପଣଙ୍କୁ ସାଧିବାକୁ ହବ। ୟାକୁ ସାଧିଲେ ଆପଣଙ୍କଠୁ ମାୟା ଯିବ। ଆପଣଙ୍କଠୁ ମାୟା ଗଲେ ଆପଣ ଇନ୍ଦ୍ରିୟାତୀତ ହେବେ। ଆପଣ ଇନ୍ଦ୍ରିୟାତୀତ ହେଲେ ଆଜ୍ଞା ଚକ୍ରରେ ଜ୍ୟୋତି ଦର୍ଶନ ହବ। ଜ୍ୟୋତି ଦର୍ଶନ ହେଲେ ଆପଣଙ୍କର ବ୍ରହ୍ମରନ୍ଧ୍ର ଗୁରୁ ପାଦୁକା ଲଳନ ଚକ୍ର ମୁକ୍ତ ହବ। ମୁକ୍ତ ହେଲେ ଆପଣ ପଶିବେ ସହସ୍ରାରେ। ଇଏ ହଉଛି ତାର କଥା, ସିଧା କଥାବାର୍ତ୍ତା। ଯିଏ ଗୁରୁ ସିଧାସଳଖ ଶିଷ୍ୟକୁ ଇଏ ବିଦ୍ୟା ପ୍ରଦାନ କରୁ। ଭଣ୍ଡାମି ଛାଡ, ପେଟ କାଢିକି ଗେରୁଆ ବସ୍ତ୍ର ପିନ୍ଧିକି ବଡ ଆଶ୍ରମ କରି ଯୋଉ ନାଟକ କରୁଛ ସେ ନାଟକ ବନ୍ଦ କର। ସିଧାସଳଖ ଆସ ଲାଇନ କୁ। ଯିଏ ଲାଇନ କି ନ ଆସିବ ନିଜର କର୍ମଫଳ ନିଜେ ଭୋଗିବ। ବାବାଜୀ ଜଗିକି ବସିଛନ୍ତି, ଦଣ୍ଡ ବିଧାନ ଥୁଆ ହେଇଛି। ନିଶ୍ଚିତ ଦଣ୍ଡିତ ହବ ତମେ। ବାରମ୍ବାର ଯୋନି ଜନ୍ମ ହବ, ପୁଣି କୁକୁର ଜନ୍ମ ହବାକୁ ତମେ ଯିବ। ଯେତେ ତମେ ଫାଙ୍କିବ ଶିଷ୍ୟଙ୍କୁ ଫାଙ୍କ, ତାଙ୍କ ପକେଟରୁ କେତେ ଟଙ୍କା ଲୁଟିକି ନିଅ, ଏସିରେ ଶୁଅ, ସୁନା ଥାଳିରେ ଖାଅ, ପୁଣି ପୁନର୍ଭବତୀ ମୂଷିକ। ସେସବୁ ହେଇପାରିବନି। ଈଶ୍ୱର ସର୍ବଭୂତାନାଂ, ସମସ୍ତଙ୍କ ହୃଦୟରେ ପ୍ରଭୁ ଶ୍ରୀ ଜଗନ୍ନାଥ। ଶିଷ୍ୟ କାହାକୁ କହୁଛ ତୁମେ? ତୁମେ ଶିଷ୍ୟ କହିକି ତାକୁ ଛୋଟ ଦେଖେଇକି ଡରେଇ ମରେଇ ତା ପକେଟରୁ ଟଙ୍କା ଲୁଟୁଛ? ସେଗୁଡା ହେଇପାରିବନି। ଶିଷ୍ୟକୁ ଉତ୍ତମ ଶିକ୍ଷା ଦିଅ। ସତ୍ୟମ ପରମ ଧୀମହି। ଏ ଜଗତରେ ସତ୍ୟ ହିଁ ପରମ, ସତ୍ୟ ହିଁ ପରମ। ଏ ସତ୍ୟ ପରମ ଧୀମହି ସିଏ। ତେଣୁ ସତ୍ୟକୁ ଆପଣ ଧାରଣ କରନ୍ତୁ। ଶିଷ୍ୟକୁ ଏତିକି ବୁଝେଇବେ। ଚୋରି ଚପାଟି ହବନି, ପରନିନ୍ଦା ପରଚର୍ଚ୍ଚା ହବନି, କାହା ଧନ ଉପରେ ଲୋଭ ରହିବନି, ପର ନାରୀ ଉପରେ ଆଖି ରହିବନି, କାମିନୀ କାଞ୍ଚନରୁ ମୁକ୍ତ ହେବେ, ଇନ୍ଦ୍ରିୟ ବିଷୟରୁ ମୁକ୍ତ ହେବେ, ବସ୍ତୁ ଚେତନାରୁ ମୁକ୍ତ ହେବେ, ଗୁରୁ କୃପାରେ ଗୁରୁ କୃପା ପ୍ରାପ୍ତ ହେବେ, ଗୁରୁଙ୍କୁ ବିଶ୍ୱାସ କରିବେ। ଗୁରୁ ହଉଛନ୍ତି ସ୍ୱୟଂ ପରମ ବ୍ରହ୍ମ ପରମ ପିତା, ଆପଣଙ୍କ ହୃଦୟରେ ବସିଛନ୍ତି ଆତ୍ମାରେ। ସେ ଆତ୍ମା ରୂପରେ ସେ ହଉଛନ୍ତି ଗୁରୁ। ତାଙ୍କୁ ଧାରଣ କରିବେ। ସ୍ଥୂଳ ଗୁରୁ ଯିଏ ଆପଣଙ୍କୁ ଦୀକ୍ଷିତ କରାଇଲେ ତାଙ୍କ ପାଦ ତଳେ ସବୁବେଳେ ମନେ ରଖିବେ। ପିତାମାତାଙ୍କୁ ଛାଡିବେନି ସବୁବେଳେ। ସିଏ ହଉଛନ୍ତି ଆଦି ଦେବତା। ଆଦି ପିତାମାତା ହଉଛନ୍ତି ଆଦି ଦେବତା, ଆଦି ଗୁରୁ ସିଏ ଆପଣଙ୍କର। ତାଙ୍କୁ ସବୁବେଳେ ଦୃଷ୍ଟିକି ଆଣିବେ, ପ୍ରଣାମ କରିବେ। ହେ ପିତାମାତା, ଆପଣ ଥିବାରୁ ଗୁରୁ ପାଇଛି, ଆପଣ ଥିବାରୁ ପୃଥିବୀ ପାଇଛି, ଆପଣ ଥିବାରୁ ସମସ୍ତ କଥା ସଫଳ ହେଇଛି। ଆଜ୍ଞା। ତେଣୁ ଗୁରୁ ଭଗବାନ, ପିତାମାତା ଭଗବାନ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥ ଇଷ୍ଟ, ତାଙ୍କୁ ସ୍ମରଣ କରନ୍ତୁ। ବାବାଜୀ ମହାରାଜଙ୍କୁ ସ୍ମରଣ କରନ୍ତୁ। ଲାହିଡ଼ି ମହାଶୟଙ୍କୁ ସ୍ମରଣ କରନ୍ତୁ। ପରମହଂସ ଯୁକ୍ତେଶ୍ୱର, ପରମହଂସ ଯୋଗାନନ୍ଦ, ପରମହଂସ ହରିହରାନନ୍ଦ, ଆପଣଙ୍କର ନିଜ ଗୁରୁ ପରମହଂସ ପ୍ରଜ୍ଞାନାନନ୍ଦଙ୍କୁ ବିଶ୍ୱାସ କରନ୍ତୁ। ପ୍ରଗାଢ଼ ବିଶ୍ୱାସ, ଆପଣ ଗ୍ୟାରେଣ୍ଟେଡ ପ୍ରାପ୍ତ ହେବେ। ପ୍ରଗାଢ଼ ବିଶ୍ୱାସ କରନ୍ତୁ, ଗ୍ୟାରେଣ୍ଟେଡ ପ୍ରାପ୍ତ ହେବେ। ଆଉ ଏକ ବିଦ୍ୟା, ଏକ ବିଦ୍ୟା, ସେ ବିଦ୍ୟାଟା କଣ ନା ସବୁରି ଘଟରେ ତୁ। ମୋ ଗୁରୁ ପାଖରେ ଯେମିତି ମୁଁ ଯାହାକୁ ଦେଖିଦେଲି ସେଇ ତୁ। ସବୁରି ଘଟରେ ଗୁରୁ, ପରମ ବ୍ରହ୍ମ ପରମ ପିତା ସବୁଠି ଅଛନ୍ତି। ସମସ୍ତଙ୍କୁ ସମ୍ମାନ କରନ୍ତୁ, ସମସ୍ତଙ୍କୁ ନତମସ୍ତକ ଭାବରେ ରୁହନ୍ତୁ। ବାହାରେ କମ ବୁଲିକି ଭିତରକୁ ବେଶୀ ଯାତ୍ରା କରନ୍ତୁ, ନିଶ୍ଚିତ ସଫଳ ହବ। ଆମେ ସେଇଆକୁ ଧାରଣ କରିଛୁ। ଆଉ ସତ୍ୟ କୁହନ୍ତୁ, ସେ ଯିଏ ବି ହଉ ସତ୍ୟ କୁହନ୍ତୁ। କୋଉଠି କମ୍ପ୍ରମାଇଜ ନାହିଁ। ପୁଅ ପାଖେ ନାହିଁ, ଝିଅ ପାଖେ ନାହିଁ, ମା ପାଖେ ନାହିଁ, ଗୁରୁ ପାଖେ ନାହିଁ, କାହା ପାଖେ ନାହିଁ। ନୋ କମ୍ପ୍ରମାଇଜ। ସତ୍ୟ ସତ୍ୟ। କୋଉଠି କମ୍ପ୍ରମାଇଜ କରିବେନି, କୋଉଠି ମୁଣ୍ଡ ନୁଆଇବେନି। ହଁ ଏଠି ଟିକେ ମୋ ଗୁରୁ କହୁଛନ୍ତି ତ ମିଛ, ଟିକେ ମୁଣ୍ଡ ନୁଆଇଁ ଦେବା କାହିଁକି? କାହିଁକି ମୁଣ୍ଡ ନୁଆଇଁ ଦେବେ? କାହିଁକି ମୁଣ୍ଡ ନୁଆଇଁ ଦେବେ? ସତ୍ୟଟା ସତ୍ୟ। ଜଗତଟା ସତ୍ୟ ଉପରେ ଚାଲିଛି। ସୂର୍ଯ୍ୟ ଚନ୍ଦ୍ର ଟିକିଏ ଗୋଟେ ମିନିଟ ଏପଟ ସେପଟ ହେଲେ ପୃଥିବୀ ଧ୍ୱଂସ ହବ। ସେ ମୁଣ୍ଡ ନୁଆଉ ନାହାନ୍ତି। କୋଉଠି କମ୍ପ୍ରମାଇଜ ନାହିଁ। ପବନ ଆପଣଙ୍କ ନାକ ଗୋଟେ ମିନିଟ ବନ୍ଦ କରିଦେଲେ ଆପଣ ସଫା ହେଇଯିବେ। ଆପଣଙ୍କର ମା ଆପଣଙ୍କୁ ଜନ୍ମ କରିକି ମରିଯାଇଥିଲେ ବି ଆପଣ ବଞ୍ଚିଥାନ୍ତେ। କିନ୍ତୁ ଏ ପୃଥିବୀରେ ଯଦି ବୃକ୍ଷ ନ ରହିବ, 100 ମା ଆପଣଙ୍କ ପାଖେ ଠିଆ ହେଲେ ବି ଆପଣ ବଞ୍ଚି ନଥାନ୍ତେ। ତେଣୁ ବୃକ୍ଷ ଆମର ମୂଳ ଆଧାର, ମୂଳାଧାର ହଉଛି ବୃକ୍ଷ। ସେଇ କଥା ଭାଗବତରେ କହିଛନ୍ତି, ଅନ୍ନ ବିନା ହଂସ ବଞ୍ଚି ପାରେ ନା। ଅନ୍ନ କଣ? ଅକ୍ସିଜେନ। ୟୋର ଫୁଡ ଇଜ ଓନ୍ଲି ଅକ୍ସିଜେନ, ନଟ୍ ରାଇସ୍। ଅନ୍ନ ମାନେ ଅନ୍ନ, ଅନ୍ନ ହଉଛି ଜଳ, ଅନ୍ନ ହଉଛି ଚାଉଳ ବା ଖାଦ୍ୟ। ତାକୁ କହନ୍ତି କଣ? ଅକ୍ଷତ। ଚାଉଳ ଅକ୍ଷତ ନୁହଁ। ଅକ୍ଷତ ହଉଛି କିଏ ନା ଅକ୍ସିଜେନ। କୁମତି ନିବାରୀ ସୁମତିକା ସଙ୍ଗୀ। କୁମତି ଅଛି କାନରେ ବନ୍ଦ କରନ୍ତୁ, ସୁମତି ଅଛି ନାକରେ, ତାକୁ ଧରନ୍ତୁ। ଆପଣ ଯେତିକି ଧରିବେ, ଯେତେ ଜୋରରେ ସେ ଯାଉଛି ତାକୁ ଯେତେ କମେଇବେ,
ଧୀରେ 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 4 ଆଙ୍ଗୁଳ ଏବଂ ତାକୁ ଶୂନ କରିଦେବେ, ହେଇଗଲା। ଏତିକି ହଉଛି ବିଦ୍ୟା। ସେ ବିଦ୍ୟା ସବୁବେଳେ ଗୁରୁ କୃପାରେ ପ୍ରାପ୍ତ ହୁଏ। ଗୁରୁଙ୍କୁ ବିଶ୍ୱାସ କରନ୍ତୁ, ଆପଣ ନିଜେ ସାଧନ କରନ୍ତୁ, ଯେତେ ପାରୁଛନ୍ତି ନିଜେ ବିଶ୍ୱାସ ଆଉ ସତ୍ୟ ଉପରେ ଜୀବନକୁ ଆଧାରିତ କରନ୍ତୁ, ଆନନ୍ଦମୟ ହୋଇ ବଞ୍ଚନ୍ତୁ। ଏତିକି ହଉଛି ବିଦ୍ୟା। ଆଜ୍ଞା। ଜୟ ଶ୍ରୀ ଜଗନ୍ନାଥ। ହଉ ଆଜ୍ଞା, ନମସ୍କାର। ନମସ୍କାର, ପ୍ରଣାମ ପ୍ରଣାମ। ପ୍ରଣାମ।